ମୁଁ ଜନସାଧାରଣଙ୍କୁ ହାତ ଯୋଡ଼ିକି ବିନୀତ ପ୍ରାର୍ଥନା କରୁଛି, କଟକର କୌଣସି ବାସିନ୍ଦା ଏ ମିଟରକୁ ଲଗାନ୍ତୁ ନାହିଁ। ନହେଲେ ଆପଣ ଆମ ଭଳିଆ ବରିଷ୍ଠ ନାଗରିକ ଯେମିତି ରାଣୀହାଟକୁ ଦୌଡ଼ି ଦୌଡ଼ି ଯାଉଛି, ସେମିତି ଆଜ୍ଞା ଆପଣମାନେ ସମସ୍ତ ହଇରାଣ ହେଇଛି। କମ୍ପାନୀ ବାଲା ସେମାନେ 4-5 ଜଣ ଖଣ୍ଡେ ପିଲା ଆସିକି ଉପରେ କହିଲେ ଯେ ଲିଷ୍ଟରେ ଆପଣଙ୍କର ନାଁ ଅଛି ଆଉ ଆପଣଙ୍କର ସ୍ମାର୍ଟ ମିଟର ଲାଗିବ। ମୁଁ କହିଲି ସ୍ମାର୍ଟ ମିଟର ଗୁଡ଼ିକ କାହିଁକି ଆପଣ ଲଗେଇବେ, ଆମର ତ ମିଟର ପୁରା ପରଫେକ୍ଟ ଅଛି, ବିଲ୍ ତ ଠିକ୍ ଆସୁଛି, ଯାହା ଯେମିତି ଆସିବା କଥା, ଆପଣ କାହିଁକି ଲଗେଇବେ ନା ଏଇଟା ନୂଆ ନିୟମ ଆସିଛି। ମୁଁ ତାଙ୍କୁ କହିଲି ଯଦି ନିୟମ ଆସିଛି ତାହେଲେ ଆପଣ କମ୍ପାନୀର କି ଗଭର୍ଣ୍ଣମେଣ୍ଟର ଅର୍ଡ଼ର ଦେଖାନ୍ତୁ। ସେ କହିଲେ ଅର୍ଡ଼ର କିଛି ନାହିଁ, ଦେଖନ୍ତୁ ଗୋଟେ ଲିଷ୍ଟ କରିକି ସେ କମ୍ପ୍ୟୁଟରାଇଜ ଲିଷ୍ଟ କରିକି ଆଣିଥିଲେ, ସେ ଲିଷ୍ଟରୁ ମୋ ନାଁ ଲେଖା ହେଇଛି, ଆପଣ ନ ଲଗେଇଲେ ଆପଣଙ୍କ ଲାଇନ୍ କାଟି ଦିଆଯିବ। ମୁଁ କହିଲି କେବେ କଟା ହେବ ନା ଆମେ ଏଇଟା ଇନଫର୍ମ କରିଦେବୁ, ଆପଣ ଆଭଏଡ଼ କଲେ ବୋଲି ସେଥିପାଇଁ ଆମେ ଲାଇନ୍ କାଟିଦେବୁ। ଏରିଆରେ ଆଜ୍ଞା ପ୍ରାୟ ବହୁତ ଲୋକଙ୍କର ହେଇଛି, କିନ୍ତୁ ଏ ଗଳିରେ ଆମର ସମସ୍ତଙ୍କ ମିଟର ଠିକ୍ ଅଛି। ଆମରି ଘରକୁ ଏମାନେ ଏମିତି ଆଟାକ୍ କରି ହଁ ବହୁତ ଲୋକଙ୍କର ଆଜ୍ଞା ସେ ଚେଞ୍ଜ କରାଯାଇଛି ମିଟରରେ ଆଜ୍ଞା। ତାପରେ ଯେତେବେଳେ ବିଲ୍ ଆମେ ଦେଖିଲୁ ସେଠୁ ସେ ଆମେ ବାଧ୍ୟ ହୋଇକି ଡରିକିନା ଆଜ୍ଞା, ଆମେ ତ ବରିଷ୍ଠ ନାଗରିକ ସିନିୟର ସିଟିଜନ୍, ଆମେ ଡରିକିନା କହିଲେ ହଉ ଲଗାନ୍ତୁ ଲାଇନ୍ କାଟିବା ବଳରେ। ସେତେବେଳକୁ ଆଜ୍ଞା ଖରାଦିନ ଥାଏ, ବିଲ୍ ଆଜ୍ଞା 1.5 ଗୁଣ ବିଲ୍ ଆସୁଛି। ମୋର ଯଦି 100 ଟଙ୍କା ଜାଗାରେ 150 ଟଙ୍କା ଉପରକୁ ବିଲ୍ ଆସୁଛି ହିସାବ କଲେ। ସେଥିପାଇଁ ଆମ ପାଖରେ ଆଜ୍ଞା ସମ୍ଭବ ନୁହେଁ, ଆମେ ସବୁ ରିଟାୟାର୍ଡ ଲୋକ ଆଜ୍ଞା। ହଁ ୱିଦାଉଟ୍ ଅର୍ଡରରେ ଆସିକି ଆଜ୍ଞା କମ୍ପାନୀ ବାଲା ଦେଖାଉଛନ୍ତି। ଲୁଟିବା ଚକ୍କର ନାହିଁ, ଏଇଟା ଗୋଟେ ବିନା ଅର୍ଡରରେ ଆସିକିନା 5-6 ଜଣ ପିଲା ଆସି ଜବରଦସ୍ତି ଘରେ ପଶି ଲାଇନ୍ କଟିଯିବ ଲଗେଇବା ପାଇଁ ବାଧ୍ୟ। ସେମାନେ ସବୁ ଫ୍ରାଞ୍ଚାଇଜ୍ ଧରିଛନ୍ତି। ସିଡିଓର ଗୋଟେ ଲୋକ ଆମ ମଧୁସୂଦନନଗର ଏରିଆର ଫ୍ରାଞ୍ଚାଇଜ୍ ଧରିଛି। ଫ୍ରାଞ୍ଚାଇଜ୍ ଧରି କିଛି ଲୋକଙ୍କୁ ପଠେଇକିନି ଜବରଦସ୍ତି ଏଗୁଡ଼ା ସବୁ ଆଜ୍ଞା କରୁଛି। ସରକାର ତାପରେ ପୁରା ପର୍ଯ୍ୟନ୍ତ ମୁଁ ଜନସାଧାରଣଙ୍କୁ ହାତ ଯୋଡ଼ିକି ବିନୀତ ପ୍ରାର୍ଥନା କରୁଛି, କଟକର କୌଣସି ବାସିନ୍ଦା ଏ ମିଟରକୁ ଲଗାନ୍ତୁ ନାହିଁ। ନହେଲେ ଆପଣ ଆମ ଭଳିଆ ବରିଷ୍ଠ ନାଗରିକ ଯେମିତି ରାଣୀହାଟକୁ ଦୌଡ଼ି ଦୌଡ଼ି ଯାଉଛି, ସେମିତି ଆଜ୍ଞା ଆପଣମାନେ ସମସ୍ତ ହଇରାଣ ହେଇଯିବେ।